ଜୟ ଶ୍ରୀରାମ। କ'ଣ ଆପଣମାନେ କେବେ ଭାବିଛନ୍ତି କି ଯେଉଁ ଗଛକୁ ଆମେ କେବଳ ନିଶାଦ୍ରବ୍ୟ ବା ମଦ ପ୍ରସ୍ତୁତି ପାଇଁ ଜାଣିଛେ, ସେହି ଗଛଟି ପ୍ରକୃତରେ ଅମୃତର ଭଣ୍ଡାର? ହଁ, ଆଜି ଜାଣିବା ମହୁଲ ଗଛ ବିଷୟରେ। ଆୟୁର୍ବେଦ ଅନୁସାରେ ଏହି ଗଛର ଫୁଲଠାରୁ ଆରମ୍ଭ କରି ଏହାର ଛାଲି ପର୍ଯ୍ୟନ୍ତ 50ରୁ ଅଧିକ ରୋଗକୁ ମୂଳରୁ ଶେଷ କରିପାରେ। ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ବିନ୍ଧା କିମ୍ବା ଡାଇବେଟିସ୍, ମୁଖ ଦୁର୍ଗନ୍ଧ ବା ଦାନ୍ତ ମାଢ଼ିରୁ ରକ୍ତ ବାହାରୁଥାଏ, ତ ଏହି ଭିଡ଼ିଓଟି ଆପଣମାନଙ୍କ ଜୀବନ ବଦଳାଇ ଦେବ। ଚାଲନ୍ତୁ ଜାଣିବା ମହୁଲ ଗଛର ସେହି ଔଷଧୀୟ ଗୁଣ ବିଷୟରେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ହିନ୍ଦୀରେ ଏହାକୁ ମହୁୟା କହିଥାନ୍ତି, ବଙ୍ଗଳାରେ ମହୁଲ, ସଂସ୍କୃତରେ ମଧୁକ, ଗୁଡ଼ ପୁଷ୍ପ, ମଧୁସ୍ରବ, ତେଲେଙ୍ଗାନାରେ ଇପା, ବଟାନିକାଲ ନେମ୍ ମଧୁକା ଲଙ୍ଗିଫୋଲିଆ, ଇଂରାଜୀ ନାମ ବଟରନଟ୍ ଟ୍ରି ଏବଂ ମଧୁକା ଇଣ୍ଡିକା। ବିଭିନ୍ନ ପ୍ରକାର ରୋଗ ଉପଶମ ପ୍ରଣାଳୀ। ଗଣ୍ଠିବାତ ଓ ଯନ୍ତ୍ରଣା। ମହୁଲ ମଞ୍ଜିରୁ ବାହାରୁଥିବା ତେଲକୁ ଆଣ୍ଠୁ ଗଣ୍ଠିରେ ମାଲିସ କଲେ ଗଣ୍ଠିବାତ ଏବଂ ଶରୀରର ଯନ୍ତ୍ରଣା କମ୍ ହୋଇଥାଏ। ଚର୍ମ ରୋଗ। ମହୁଲ ମଞ୍ଜିରୁ ବାହାରୁଥିବା ତେଲ କିମ୍ବା ପତ୍ରକୁ ବାଟି ଲଗାଇଲେ କାଛୁ, କୁଣ୍ଡିଆ ଏବଂ ଏକ୍ଜିମା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ମଧୁମେହ। ମହୁଲ ଗଛର ଛାଲିର ରସ ରକ୍ତର ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। କଫ ଏବଂ କାଶ। ମହୁଲ ଫୁଲର କାଢ଼ା ପିଇଲେ କଫ, କାଶ ଏବଂ ବ୍ରୋଙ୍କାଇଟିସ୍ ପରି ଶ୍ୱାସକ୍ରିୟା ଜନିତ ସମସ୍ୟା ମଧ୍ୟ ଭଲ ହୋଇଥାଏ। ପେଟ ରୋଗ। ମହୁଲ ଫୁଲ ଏବଂ ଛାଲି ପେଟର କୃମି ଦ୍ୱାରା କରିବା ସହ ଝାଡ଼ା ଏବଂ ଗ୍ୟାଷ୍ଟ୍ରିକ୍ ସମସ୍ୟାରେ ମଧ୍ୟ ଉପକାର କରିଥାଏ। ରକ୍ତହୀନତା ଦୂର। ମହୁଲ ଫୁଲରେ ପ୍ରଚୁର ପରିମାଣର ଆଇରନ୍, କ୍ୟାଲସିୟମ୍ ଥିବାରୁ ଏହା ଶରୀରରେ ରକ୍ତ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ହାକୁଟି। ତାଜା ମହୁଲ ଫୁଲର ରସ ସେବନ କଲେ ବାରମ୍ବାର ହେଉଥିବା ହାକୁଟିରୁ ମଧ୍ୟ ମୁକ୍ତି ମିଳିଥାଏ। ମହୁଲ ଫୁଲ ଓ ମହୁ ସହିତ ବାଟି ନାକରେ ପକାଇଲେ ମଧ୍ୟ ହାକୁଟି ଭଲ ହୋଇଥାଏ। କେଶ ଓ ଚର୍ମର ଯତ୍ନ। ମହୁଲ ତେଲ କେଶରେ ଲଗାଇଲେ କେଶ ଝଡ଼ିବା କମିବା ସହ ରୂପୀ ସମସ୍ୟା ମଧ୍ୟ ଦୂର ହୋଇଥାଏ ଏବଂ ଏହା ଚର୍ମକୁ କୋମଳ ରଖିବା ସହ କୁଞ୍ଚନ ମଧ୍ୟ କମ୍ କରିଥାଏ। ଅର୍ଶ ରୋଗ। ମହୁଲ ଫୁଲ ନିୟମିତ ସେବନ କଲେ ଅର୍ଶ ରୋଗରେ ଲାଭଦାୟକ ହୋଇଥାଏ। ଯକୃତ ସୁରକ୍ଷା ବା ଲିଭର ସୁରକ୍ଷା। ମହୁଲ ଫୁଲର ନିର୍ଜାଣ ଯକୃତ ଲିଭରକୁ ବିଭିନ୍ନ ବିଷାକ୍ତ ପଦାର୍ଥରୁ ରକ୍ଷା କରିବା ସହ କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ାଇଥାଏ। ଆଖି ରୋଗ। ମହୁଲ ଫୁଲ ରସ ଆଖିରେ ପକାଇଲେ ଆଖିରେ ଜଳାପୋଡ଼ା କମିଯାଇଥାଏ ଏବଂ ଆଖିରେ କେତେକ ରୋଗରୁ ମଧ୍ୟ ଉପଶମ ମିଳିଥାଏ। ମୁଖ ଗହ୍ୱର ସ୍ୱାସ୍ଥ୍ୟ। ମହୁଲ ଗଛର ଛାଲି ଦାନ୍ତ ମାଢ଼ିରୁ ରକ୍ତ ପଡ଼ିବାରେ ବନ୍ଦ କରିବାରେ ସାହାଯ୍ୟ ହୋଇଥାଏ। ଏହା ମାଢ଼ିକୁ ମଧ୍ୟ ଶକ୍ତ କରିବାରେ ସାହାଯ୍ୟ କରିଥାଏ। ସ୍ନାୟୁ ଦୁର୍ବଳତା। ଶୁଖିଲା ମହୁଲ ଫୁଲ କ୍ଷୀରରେ ସିଝାଇ ପିଇଲେ ସ୍ନାୟୁବିକ ଦୁର୍ବଳତା ଏବଂ ମାଂସପେଶୀ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ମୁହଁ ସୌନ୍ଦର୍ଯ୍ୟ। ମହୁଲ ମଞ୍ଜି ବା ଟୁଲକୁ କ୍ଷୀରରେ ବାଟି ସେହି ବଟାକୁ ମୁହଁରେ ଲଗାଇଲେ ମୁହଁ ଉଜ୍ଜଳ ଏବଂ ଗୌରବର୍ଣ୍ଣ ହୋଇଥାଏ। 2ରୁ 3 ଗ୍ରାମ ମହୁଲ ଫୁଲ 20 ମିଲିଲିଟର ବା ଅଧ କପ୍ ଗାଈ କ୍ଷୀରରେ ବାଟି ପ୍ରତିଦିନ ସେବନ କଲେ ଅତି ଶୀଘ୍ର ନପୁଂସକତା ରୋଗ ଦୂର ହୋଇଥାଏ ଏବଂ ରକ୍ତଶକ୍ତି ବଢ଼ିଥାଏ। ରକ୍ତପିତ ରୋଗୀ। ମହୁଲ ଗଛର ଛେଲିକୁ ରକ୍ତମୁଖ ମାଟିହାଣ୍ଡି ମଧ୍ୟରେ ରଖି ପଟଦଗ୍ଧ କରି ଭସ୍ମ କରିବେ। ଏହି ଭସ୍ମ 1 ଗ୍ରାମ ଘିଅ କିମ୍ବା ମହୁ ସହିତ ଫେଣ୍ଟି ରକ୍ତପିତ ରୋଗୀକୁ ସେବନ କରାଇଲେ ରୋଗୀ ଅତି ଶୀଘ୍ର ଆରୋଗ୍ୟ ଲାଭ କରିଥାଏ। କୋଷରେ ଦୋଷ ଥିଲେ। ମହୁଲ ପତ୍ରକୁ ବାଟି ଉଷୁମ କରି କୋଷରେ ବାନ୍ଧିଲେ କୋଷର ଟଣା ବିନ୍ଧା ଯନ୍ତ୍ରଣା ଏବଂ
ଫୁଲା କମିଯାଇଥାଏ। ବାତ ରୋଗ ଓ ଗଣ୍ଡମାଳ ରୋଗ ପାଇଁ ମହୁଲ ଫୁଲ ରସ ବହୁତ ଉପକାରୀ। ଏହିପରି ଆୟୁର୍ବେଦିକ ଉପଚାର ଭିଡ଼ିଓ ପାଇଁ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ ଏବଂ ନିଜର ମତାମତ କମେଣ୍ଟ କରି ଜଣାନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଶ୍ଚୟ କରିନିଅନ୍ତୁ। ଆଗାମୀ ଭିଡ଼ିଓରେ ଜାଣିବା ବାସଙ୍ଗ ଗଛର ଔଷଧୀୟ ଗୁଣ ବିଷୟ।